ଯୋଦ୍ଧା ଭାବେ ମୁଁ ନିଜକୁ ଗର୍ବେ ଏବଂ ବିଶେଷ କରି ଭଗବାନ ଶ୍ରୀରାମ ଏବଂ ମର୍ଯ୍ୟାଦା ପୁରୁଷ ଶ୍ରୀରାମଚନ୍ଦ୍ର ଆରମ୍ଭ କରି ମହାପ୍ରଭୁ ଜଗନ୍ନାଥଙ୍କ କରୁଣାରୁ ମୁଁ ଜଣେ ହିନ୍ଦୁ ଧର୍ମର ଛୁଆ ହିସାବରେ ନିଜକୁ ଅତ୍ୟନ୍ତ ଗର୍ବିତ ମନେ କରେ। ଆଜି ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ରଙ୍କର ପବିତ୍ର ଜନ୍ମ ଉପଲକ୍ଷେ ସାରା ବିଶ୍ୱରେ ସମସ୍ତ ହିନ୍ଦୁ ସମୁଦାୟ ଆଜି ଶ୍ରୀରାମ ନବମୀ ଭବ୍ୟ ଢଙ୍ଗରେ ପାଳନ କରୁଛି। ପ୍ରତିବର୍ଷ ଭଳି ନଖରା ଅଞ୍ଚଳର ଯେତେ ଯୁବକ ଅଛନ୍ତି ଏବଂ ବିଶେଷ କରି ରାଷ୍ଟ୍ରବାଦକୁ ଭରସା କରୁଥିବା ହିନ୍ଦୁ ରାଷ୍ଟ୍ରକୁ ବିଶ୍ୱାସ ରଖୁଥିବା ଯୁବକ ମାନଙ୍କ ଦ୍ୱାରା ସବୁ ବର୍ଷ ହୁଏ। ଆମର ପରମ ସୌଭାଗ୍ୟ ଆମେ ଅତ୍ୟନ୍ତ ଆନନ୍ଦିତ ଏ ବର୍ଷ ଅତ୍ୟନ୍ତ ଭବ୍ୟ ଢଙ୍ଗରେ ଏବଂ ନଖରା ନିଜାଳି ପର୍ଯ୍ୟନ୍ତ ଆପଣ ପ୍ରତ୍ୟେକ ଛକରେ ଦେଖିବେ ସାଧାରଣ ଜନତା ଛକକୁ ଆସିକି ଭବ୍ୟ ଢଙ୍ଗରେ ସ୍ୱାଗତ କଲେ। ଗୋଟେ ଭଲ ପରମ୍ପରାର ଲକ୍ଷଣ। ନିଆଳି ବଜାରରେ ମଧ୍ୟ ଦେଖିବେ ଜାତି ଧର୍ମ ବର୍ଣ୍ଣ ସେଠାରେ ଅନ୍ୟ ସମୁଦାୟର ଲୋକ ଆମ ଶୋଭାଯାତ୍ରାକୁ ସ୍ୱାଗତ କଲେ। ଇଏ ମଧ୍ୟ ଗୋଟେ ଭଲ ଲକ୍ଷଣ ଏବଂ ଆମେ ସମସ୍ତେ ଗୋଟେ ହିନ୍ଦୀ ରାଷ୍ଟ୍ର ପରମ ବୈଭବଶାଳୀ ହିନ୍ଦୀ ରାଷ୍ଟ୍ର ଗଠନ ଦିଗରେ ଆଗକୁ ଇଏ ତାର ଅୟାରମ୍ଭ ଏବଂ ଧୀରେ ଧୀରେ ଅଗଣିତ ଭାରତୀୟ ଏଥିରେ ସାମିଲ ହଉଛନ୍ତି ଏବଂ ନେତୃତ୍ୱ ନେଉଥିବା ମୋର ସମସ୍ତ ଯୁବ ବନ୍ଧୁମାନେ ये कार्यक्रम श्रेय अनेक धन्यवाद। त्रिलोचन बेहरा नियाली तो आज हूँ पवित्र श्रीराम नवमी। आज सारा नियाली अंचल चलचंचल हो उठी मर्यादा पुरुषोत्तम श्री रामचंद्र आज जन्म दिवस को आनंद उल्लास सहकार पालन होती। हजार हजार संख्यार हिंदू भक्त मैंने सामिल होते नखरा ठार नियाली पर्यंत एक शोभा यात्रा आज सब आज राममय परिवेश सृष्टि होता। आज आम नियाली ठारे किसी मुस्लिम भाई आज आम सागे सामिल होती हिंदू मुस्लिम मिसी आज सारा नियाली राममय परिवेश कर दिखाई। मानस रंजन पंडा विश्व हिंदू परिषद जिला सभापति कटक सदर। देखो आम समस्ते निजर जन्म उत्सव निश्चित पालन करते आमर आराध्य जन्म उत्सव समग्र समाज पालन करने आवश्यकता अच्छी से हिसाब से हिंदूर जागरण नहीं एवं प्रभु रामचंद्र जो जन्म उत्सव आम समस्ते खुशी पालन कले। नखरारू नियाली पाखापाखि 35 ରୁ 40 किलोमीटर रास्ता आज राममय है। ये एक खुशी वार्ता समाज को गला।